ମହାକାଶର ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ କ୍ଷୁଦ୍ର ଗ୍ରହ ଏପୋଫିସ୍। ମିଶରୀୟ ଭାଷାରେ ଯାହାର ଅର୍ଥ ହେଉଛି ଅରାଜକତା ବା ପ୍ରଳୟର ଦେବତା। ଏହି କ୍ଷୁଦ୍ର ଗ୍ରହଟି ଆସନ୍ତା 2024 ମସିହାର ଅକ୍ଟୋବର 13 ତାରିଖରୁ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହାକୁ ନେଇ ସାରା ବିଶ୍ୱରେ ମହାକାଶବିତ୍ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଯେଉଁ ଦିଗରେ ଏହି ଛୋଟ ଗ୍ରହଟି ଗତି କରୁଛି ତାହା ପୃଥିବୀ ସହ ଧକ୍କା ଲାଗିବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଛୋଟ ଗ୍ରହଟିର ବ୍ୟାସ 340 ମିଟରରୁ 450 ମିଟର ବୋଲି କୁହାଯାଉଛି। ବୈଜ୍ଞାନିକଙ୍କ ଆକଳନ ଅନୁସାରେ 140 ବ୍ୟାସ ଊର୍ଦ୍ଧ୍ୱ କୌଣସି ଗ୍ରହପିଣ୍ଡ କ୍ଷୁଦ୍ର ଗ୍ରହ ବା ଧୂମକେତୁ ପୃଥିବୀ ନିକଟ ଦେଇ ଅତିକ୍ରମ କଲେ ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ତେଣୁ ଏପୋଫିସ୍ର ବ୍ୟାସ ଓ ଗତିକୁ ନେଇ ମହାକାଶ ବିଜ୍ଞାନୀମାନେ ଚିନ୍ତିତ ହୋଇଛନ୍ତି। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଏହି କ୍ଷୁଦ୍ର ଗ୍ରହକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହି କ୍ଷୁଦ୍ର ଗ୍ରହଟି 2024 ମସିହାର ଅକ୍ଟୋବର 14 ତାରିଖରେ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି। ଯଦି ଏହି ଗ୍ରହଟି ପୃଥିବୀ ସହ ଧକ୍କା ଲାଗେ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଏବଂ ସମ୍ପୂର୍ଣ୍ଣ ମାନବ ଜଗତ ଧ୍ୱଂସ ହୋଇପାରେ। ଭାରତୀୟ ମହାକାଶ ଗବେଷକ ସଂସ୍ଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ନେତ୍ର ନେଟୱାର୍କ ଫର୍ ସ୍ପେସ୍ ଅବଜେକ୍ଟିଭ ଟ୍ରାକିଂ ଆଣ୍ଡ ଆନାଲିସିସ୍ ଏପୋଫିସ୍ ଉପରେ ତୀକ୍ଷ୍ଣ ନଜର ରଖିଛି। ଏ ସମ୍ପର୍କରେ ଇସ୍ରୋ ବିଶ୍ୱର ସବୁ ମହାକାଶ ଅନୁସନ୍ଧାନ ସଂସ୍ଥା ସହ ସମ୍ପର୍କରେ ରହିଛି। ଏହି କ୍ଷୁଦ୍ର ଗ୍ରହର ଆକାର ଭାରତର ସବୁଠାରୁ ବଡ଼ ବିମାନବାହୀ ଜାହାଜ INS ବିକ୍ରମାଦିତ୍ୟ ଓ ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମର ଆକାରଠାରୁ ବଡ଼ ବୋଲି କୁହାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏପୋଫିସ୍କୁ ପ୍ରଥମେ 2004 ମସିହାରେ ଠାବ କରାଯାଇଥିଲା।